नाली आंब ଆପଣ ଜାଣିଥିବେ ନାଲି ଆମ୍ବ ନାଁରେ ସେ ବେଶ ପରିଚିତ ଥିଲେ। ଜେଜଙ୍କୁ ଟିକେ ନାଲି ଆମ୍ବ କହିଲେ ଆମ ବୁଢ଼ା ସେ ଚିଡ଼େ ଆଉ ତମକୁ ଆମେ କହିବୁ ମୁଁ କହିଲି କେମିତି କ'ଣ ହବ ନା ତମେ ସେଇ ଛୋଟ ପରଦା ହଉ କିମ୍ବା ହଉ ବଡ଼ ପରଦା ସମସ୍ତଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇଥାନ୍ତି କମେଡ଼ିଆନ୍। ତେବେ ଏମିତି ଏକ କମେଡ଼ିଆନ୍ ଯାହାଙ୍କୁ ମୁଁ ଭାବୁଛି ପରିଚୟ ଦେବାଟା ଆବଶ୍ୟକ ପଡ଼ିବନି, କାହିଁକିନା ଆପଣ ଜାଣିପାରିବେ। ମୁଁ ଗୋଟାଏ ନାଁ ତାଙ୍କର କହିବି, ଆପଣ ସେଇଥିରୁ ଜାଣିପାରିବେ ନାଲି ଆମ୍ବ। ଆପଣ ଜାଣିଥିବେ ନାଲି ଆମ୍ବ ନାଁରେ ସେ ବେଶ ପରିଚିତ ଥିଲେ ଏବଂ ସିଏ ଆଜି ଆମ ସହିତ ଅଛନ୍ତି, ତାଙ୍କ ସହ ସାକ୍ଷାତକାର କରିବା। ନାଲି ଆମ୍ବ ୱିଥ୍ ଓରଫ ଜ୍ଞାନରଞ୍ଜନ। ଜ୍ଞାନ ଭାଇ, ନାଲି ଆମ୍ବ ଗୋଟେ ନିଆରା ନାଁଟେ। ନାଁ ଶୁଣିଲା ମାନେ ସବୁ ଲୋକଙ୍କର ମୁହଁରେ ହସ ଫୁଟେ। ଆପଣ ମଧ୍ୟ ସେ ନାଁକୁ ଦେଖିଲା ମାନେ ଶୁଣିଲା ମାନେ ଚିଡ଼ନ୍ତି। କାହିଁକି ନାଲି ଆମ୍ବ କାହିଁକି ଦିଆହେଲା, କାହିଁକି ନାଲି ଆମ୍ବ ନାଁଟା ଏତେ ପରିଚୟ ହେଲା ଏବଂ କାହିଁକି ଲୋକ ଆପଣ ନାଲି ଆମ୍ବ ବୋଲି ଚିଡ଼େଇଲେ? ନମସ୍କାର ସମସ୍ତ ଓଡ଼ିଶାବାସୀ, ମୋ ଦର୍ଶକ ବନ୍ଧୁ ସମସ୍ତଙ୍କୁ ମୋର ସ୍ନେହ ଶ୍ରଦ୍ଧା ଏବଂ ଅଭିନନ୍ଦନ। ଆଉ ସମସ୍ତଙ୍କୁ ଢେର ସାରା ଅଭିନନ୍ଦନ ଏଇଥିପାଇଁ ଯେ ଆଜି ଏମିତିଆ ଗୋଟେ ସୁଯୋଗ ଆସିଛି ଯେ ଆମର ଚଳଚ୍ଚିତ୍ର ଜଗତ ପୁଣି ଫେରି ଆସିଛି। ଯେମିତି ମୁଁ ଭାବିଥିଲି ଆଉ ଏମିତି ଆସିବନି, ଆଉ ସେ ପୂର୍ବ ଅବସ୍ଥା ଆସିଛି। ଯାହା ବି କଳାକାରମାନେ ଏକା ଭଲ ପ୍ରୋଗ୍ରାମ ପତ୍ର କରୁଛନ୍ତି, ଭଲରେ ଅଛନ୍ତି, ମୋତେ ସେଇଟା ଖୁସି ଲାଗୁଛି। ଯେଉଁ ଆପଣ ଯେଉଁ କଥାଟି କହିଲେ ଯେ ନାଲି ଆମ୍ବ, ଏଇଟା ଗୋଟେ ଲୋକମାନେ ଯଦି ସେ ନାଲି ଆମ୍ବ ନାଁଟାକୁ ଖୁସି ପାଉଛନ୍ତି ଏବଂ ମୁଁ ଚିଡ଼ୁଛି, ସେଥିରେ କିଛି ତଫାତ୍ ନାହିଁ। ମୋ ଚିଡ଼ିବାଟା ଯଦି ଲୋକଙ୍କ ହସ ହେଉଛି ବା ସେମାନେ ଖୁସିରେ ଅଛନ୍ତି, ଭଲ ଲାଗୁଛି, ମୁଁ ସେଥିରେ ବି ଖୁସି। ଦ୍ୱିତୀୟ କଥା ରହିଲା, ମୁଁ ଚିଡ଼ିବା ଠେଇଁ କିଛି ନାହିଁ, ଏଇଟା ଗୋଟେ ଅଭିନୟ କଥା। ବହୁତ କଥା କରିଛି ଲୋକମାନଙ୍କ ପାଇଁ, ଆଉ ତାରି ଭିତରେ ଏଇ ପ୍ରୟାସଟି ଲୋକଙ୍କୁ ଲାଗିବ ବୋଲି ମୁଁ ବି ଆଶା ରଖିନଥିଲି। କିନ୍ତୁ ଯାହା ବି ହେଉ ସମସ୍ତଙ୍କ ହୃଦୟରେ ମୋ ଛୋଟ ଛୋଟ ଛୁଆମାନେ ଆଉ ସମସ୍ତେ ଆଦୃତ କରିଛନ୍ତି ଏ ନାଲି ଆମ୍ବ ୱାର୍ଡ଼ଟାକୁ। କିନ୍ତୁ ନାଲି ଆମ୍ବ ନାଁଟି କେମିତି ସୃଷ୍ଟି ହେଲା ସେଇ ଜିନିଷ ଟିକେ ଦର୍ଶକମାନେ ଜାଣିବା ପାଇଁ ଚାହିଁବି। ନାଲି ଆମ୍ବ ଏମିତି ଆମେ ତ ପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ପାଖରେ ସେ ଯେଉଁ ଜାଗାଟି ଅଛି ଓଲ୍ଡ ଟାଉନ୍, ସେଇଠି ବସିଥିଲୁ। ଗୁଲୁବାବୁ କହିଲେ ଯେ ଜ୍ଞାନ ଭାଇ ଏମିତି ଏମିତି ଗୋଟେ କମେଡ଼ି ହେଉଛି, ତା ଭିତରେ ଆଉ କ'ଣ ଗୋଟେ ୱାର୍ଡ଼ ଦେବା ଯେମିତି ଓଡ଼ିଶାରେ ଟିକେ ଆଦୃତ ହେବ। ମୁଁ କହିଲି ସେମିତି ଆଉ କିଛି ୱାର୍ଡ଼ ଆଉ କ'ଣ, ଆଉ କେଉଁଠୁ କ'ଣ କରିବା? ବହୁତ ପ୍ରକାର ୱାର୍ଡ଼ ଥିଲା ଓଡ଼ିଶାରେ, ସବୁ ହାଇଲାଇଟ୍ ହେଇଯାଇଛି। ମୁଁ ଭାବିଲି ଏଗୁଡ଼ା ବି ଧରିବନି। ନା ନାଇଁ, ସେ ଆମର ମୋ ଜେଜଙ୍କୁ ଟିକେ ନାଲି ଆମ୍ବ କହିଲେ ଆମ ବୁଢ଼ା ସେ ଚିଡ଼େ ଆଉ ତମକୁ ଆମେ କହିବୁ। ମୁଁ କହିଲି କେମିତି କ'ଣ ହେବ ନା ତମେ ମୁଁ କହିଲି ସେ ତ ଜେଜମାନେ ସେ ଯେତେବେଳେ ଲୁଗା ଫୁଗା ପିନ୍ଧୁଥିବେ, ନା ନାଇଁ ତମେ ସେଇ ପ୍ୟାଣ୍ଟ ସାର୍ଟ କର, ଆମେ ତମକୁ ଚିଡ଼େଇବୁ। ହେଠୁ କରିଦେଲୁ, କିନ୍ତୁ ତାର ମାସ ପରେ ବି କିଛି ରେଜଲ୍ଟ ନାହିଁ, କି 2 ମାସ ପରେ କିଛି ନାହିଁ। ସେ ଭିଡ଼ିଓଟି ଠିକ୍ 2-3 ମାସ ପରେ ଧଇଲା ଲୋକଙ୍କୁ, ଆଉ ନାଲି ଆମ୍ବ ଧଇଲା ହାଇଲାଇଟ୍ ହେଲା ସମସ୍ତଙ୍କର। ମୁଁ କହୁନି ଏଇଟା ଧଇଲା ଆମ ପାଇଁ ଧଇଲା ନା, ସମସ୍ତେ ଆ ଦେହରେ ସମସ୍ତଙ୍କର ସହଯୋଗ ଅଛି। ମିଡ଼ିଆ ଭାଇଙ୍କର ବେଶୀ 70% ହାତ ଅଛି, କାରଣ ସେଇମାନେ ବେଶୀ ଚାରିଆଡ଼େ ପ୍ରସାର କରେଇଲେ। ମୋତେ ମୁଁ ଭାରି ସେଥିପାଇଁ ଗର୍ବିତ, ତାଙ୍କୁ ଅଶେଷ ଧନ୍ୟବାଦ। ଯାହା ହଉ ମିଡ଼ିଆ ଭାଇମାନେ ଅଛନ୍ତି ବୋଲି ଆଜି କଳାକାର ଭାଇମାନେ ଆଜି ପ୍ରସାର ହେଉଛନ୍ତି, ତାଙ୍କ କଥା ଲୋକଙ୍କ ପାଖରେ ପହଞ୍ଚୁଛି। କିନ୍ତୁ ଏତିକି କହିବି ଯେ ଯେଉଁ କଳାକାରମାନେ ଅଛନ୍ତି ସେମାନେ ତାଙ୍କର ଯେଉଁ କର୍ମ ଅଛି ନିଷ୍ଠାର ସହ ଆମେ ତ କରି ଚାଲିଛୁ, ଆହୁରି ମଧ୍ୟ ଲୋକଙ୍କୁ କେମିତି ହସେଇବୁ ସେଇ ବାବଦରେ ଅଛୁ। ତା ଭିତରେ ବି ବାଧାବିଘ୍ନ ଆସୁଛି। ଆମ ଚଳଚ୍ଚିତ୍ର ଜଗତ ବୁଡ଼ି ଯାଇଥିଲା, ପୁଣି ହେଠୁ ଉଦ୍ଧାର ହେଲାଣି, ଧୀରେ ଧୀରେ ଆସୁଛି ଏବଂ ବହୁତ ହଲ୍ରେ ପଡ଼ୁଛୁ, ଲୋକମାନେ ବି ଦେଖୁଛନ୍ତି, ସେଇଟା ବଡ଼ କଥା। ଯିବା ଗୋଟେ ପ୍ରସଙ୍ଗ ଯେ ନାଲି ଆମ୍ବ ଯେତେବେଳେ ଆପଣ ଗୁଲୁଆ ଭାଇଙ୍କ ସାଙ୍ଗେ କଲେ, ପ୍ରଥମ ଜିନିଷ ମୁଁ ଜାଣିବା ପାଇଁ ଚାହିଁବି ଗୁଲୁଆ ଭାଇଙ୍କ ସହିତ ଆପଣଙ୍କର ସାକ୍ଷାତକାର କେଉଁଠି ହେଇଥିଲା? ଗୁଲୁଆ ଭାଇ କେମିତି ଆପଣଙ୍କୁ ନେଲେ ତାଙ୍କ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ, ତାଙ୍କ ସହିତ କାମ କରିବା ପାଇଁ? ନାଇଁ, ମୁଁ ସେତେବେଳେ ତ ଫାଷ୍ଟ ପପୁ ଭାଇଙ୍କ ସାଙ୍ଗରେ କାମ କରୁଥିଲି, ଏବେ ବି କରୁଛି। ପପୁ ଭାଇ କହିଲେ ଯେ ମୋତେ ଜ୍ଞାନ, ମୋତେ ସେ ଜ୍ଞାନ ନା ବୋଲି କୁହନ୍ତି। କହିଲେ ଆଉ ଜ୍ଞାନ ନା, ତମେ କ'ଣ ସବୁବେଳେ ଖାଲି ଏଇ ଆମରି ସାଙ୍ଗରେ ଇଏ କରୁଛ, ତମେ ଗୋଟେ ଏମିତି ଗୋଟିକିଆ କରିକିରି ଗୋଟେ ଥରେ ଚଲାଅ। ଆଜ୍ଞା ତ ୟୁଟ୍ୟୁବ୍ ଆସିଲାଣି, ତୁମେ ଗୋଟେ ଚଲାଅ, ଯାଇକିରି ତା ସହିତ ଯାଇ ମିଶି ଗୋଟେ କରିକି ନିଜେ ଗୋଟେ ୟୁଟ୍ୟୁବ୍ ଖୋଲିକି ଚଲାଅ। ମୁଁ କହିଲି ନିଜେ ୟୁଟ୍ୟୁବ୍ ଖୋଲିଲା ବେଳକୁ ପଇସା ପତ୍ର ନା, ହଉ ମୁଁ ଯେମିତି ପପୁ ପମ୍ କ୍ରିଏସନ୍ କରିଛି, ତମେ ସେମିତି ଗୋଟେ କରିକି ଚଲାଅ, ଆଉ ଯେତେବେଳେ ହଉ ତ ଆମେ ତ ଡାକିବୁ। ଯାହା ହଉ ତାଙ୍କର ସେଇ ପଦିଏ କଥା, ଗୁରୁଙ୍କର ଗୋଟେ କଥା ନାହିଁ, ଗୁରୁ ଯେଉଁଠି ଅଛନ୍ତି ଶିଷ୍ୟ କେଉଁଠି ହାରିବେନି, ଗୋଟେ କଥା। ଯାହା ହଉ ତାଙ୍କର ସ୍ନେହ ଶ୍ରଦ୍ଧା ଆଶୀର୍ବାଦ ମୋ ଉପରେ ଅଛି, ସଦାସର୍ବତା ବି ରହିଛି। ସେ ମୋତେ କୁହନ୍ତି ଯେ ଜ୍ଞାନ ନା ତମେ କ'ଣ ଗୋଟେ କର। ତାପରେ ଏମିତି କିଛି ଦିନ ଗଲା ପରେ ମୋତେ ଗୁଲୁବାବୁ ଦେଖାହେଲେ। ଗୁଲୁବାବୁଙ୍କର ଭାରି ଇଚ୍ଛା ଯେ ତାଙ୍କର ଯେଉଁ କମେଡ଼ିଟା ଅଛି ଯେ ନାଇଁ କେମିତି କ'ଣ କରିବା, ବିଭିନ୍ନ ପ୍ରକାର କଳାକାରଙ୍କୁ ସିଏ ନିଅନ୍ତି। ତାପରେ ମୋର ଦେଖା ହେଇଗଲା 8 ନମ୍ବରରେ। କହିଲେ ଜ୍ଞାନ ଭାଇ ଆଉ ତମେ ତ ପପୁ ସମସ୍ତଙ୍କ ସହିତ କରୁଛ, ଆମ ସହିତ କରିବ, ୟୁଟ୍ୟୁବ୍ କରିବ? ମୁଁ କହିଲି ହଁ ମୁଁ କରିବି।
ତାପରେ ହେଠୁ ତାଙ୍କ ସହିତ ସେ କହିବାର 2-3 ମାସ ପଳେଇଲା। ତାପରେ ହେଠୁ ମୋତେ କହିଲେ ଏମିତି ଏମିତି ଗୋଟେ ସବଜେକ୍ଟ ଅଛି କରିବା। ହେଠୁ 2-3ଟା ତା ଦେହରେ ସରପଞ୍ଚ ଫରପଞ୍ଚ ଏମିତିଆ ସବୁ ତ ଦୁନିଆ କଥା ଗଲା। ହେଠୁ ଏଇଟା ନାଲି ଆମ୍ବଟା ଧରିଦେଲା ଆଉ। ଦେଖୁଥିଲେ ଯେ ସମାଲୋଚନା କରୁଥିଲେ ନା ହଁ ସପୋର୍ଟ କରୁଥିଲେ ଯେତେବେଳେ ଆପଣ ଏକା ଭିଡ଼ିଓ ବନେଇଥିଲେ? ନାଇଁ ସେମିତି କିଛି ମୁଁ ତ ହଁ ସେମିତି ବାଧାବିଘ୍ନ ଆସିଛି। ଏକୁଟିଆ ଭାରି କଷ୍ଟ ଲାଗିଲା ମଝିରେ ମଝିରେ। କିନ୍ତୁ ସେ ପପୁ ଭାଇଙ୍କର ସେଇ ଗୋଟିଏ କଥା ମନେ ପଡ଼େ ଯେ ତମେ ଯଦି ଆସିଛ ଦୁନିଆକୁ ଏକା ଆସିଛ, ମୁଁ ଆଜି ମୋ ପଛରେ କିଏ ଥିଲା, ମୁଁ ସେମିତି ଏକୁଟିଆ ଥିଲି ବୋଲି ଆଜି ଲଢ଼ିଲି। ଏତେ କମେଡ଼ିଆନ୍ ଥିଲେ ତା ଦେହରେ ପପୁ ବାବୁ କେମିତି ଆସିଲା? ସେ କଥାଟାକୁ ଜ୍ଞାନ ନା ମୁଣ୍ଡରେ ପୁରାଅ। ମୋତେ ସେ କଥା କହିଥିଲେ, ମୋର ସେ କଥା ମୁଣ୍ଡରେ ଅଛି। ମୁଁ କହିଲି ନାଇଁ, ମୋତେ ସେ କହିଥିଲେ ବାଘର ପଛେ ଲାଞ୍ଜ ହୁଅ, ସରି କାଟିଦିଅ, କହିଲେ ପଛେ ବିଲେଇର ମୁଣ୍ଡ ହୁଅ ବାଘର ଲାଞ୍ଜ ହୁଅନି। ସେ କଥାଟା ଆଜି ପର୍ଯ୍ୟନ୍ତ ମୋର ମନେ ଅଛି। ମୁଁ ସବୁବେଳେ ସେଇ କଥା ସମସ୍ତଙ୍କୁ କୁହେ, କଠିନ ପରିଶ୍ରମ ପଛେ ଏକୁଟିଆ କରିବ ତାର ଲାଭବାନ ହେବ ନିଶ୍ଚିନ୍ତ। କାହା ସାଇଡ଼ରେ ହେଉ ପଛରେ ହେଉ କରିବା ସେରା କିଛି ନାହିଁ। ଆଉ ଗୁଲୁ ବାବୁ ଏମିତି ମୋତେ ସବୁ ବଢ଼ିଆ ବଢ଼ିଆ ଚରିତ୍ର ଦିଅନ୍ତି, ମୁଁ ଆଜି ପର୍ଯ୍ୟନ୍ତ ସେ କଥା ଭୁଲି ପାରିବିନି। ବହୁତ ବଢ଼ିଆ ଚରିତ୍ର। ଯାହା ବି ହେଉ ଆଜି ଓଡ଼ିଶାବାସୀ ମୋତେ ସମସ୍ତେ ଆଦୃତ କରୁଛନ୍ତି। ଆଉ ବହୁତ କଷ୍ଟ ବି ହେଇଛି ଏକୁଟିଆ କଲା ଭିତରେ। କେତେ ଲୋକଙ୍କୁ ମାନେ 4.5 କୋଟି ଲୋକଙ୍କୁ ତାଙ୍କୁ ମୋଲ୍ଟ କରିବା, ତା ଭିତରୁ ପୁଣି ମୋବାଇଲ ଆଣ୍ଡ୍ରଏଡ଼୍ ସେଟ୍ ଅଧା ଲୋକ ଧରି ନାହାନ୍ତି। ଆଉ ତା ଭିତରେ ଛୋଟ ଛୋଟ ଛୁଆ ସିଏ କ'ଣ ବେଶୀ ଧରୁଥିବେ କି? ତାପରେ ଏମିତି ହେଇକିରି ଗଣିତ ହିସାବ କଲା ବେଳକୁ ସାରା ଓଡ଼ିଶା ଚିହ୍ନିଲା ବେଳକୁ କାଠିକର ପାଠ, ବହୁତ କଷ୍ଟ। ଆପଣଙ୍କୁ ଭଲ ପାଇବା କେଉଁଠୁ ଅଧିକା ମିଳିଛି, ସେ ବଡ଼ ପରଦାରୁ ନା ୟୁଟ୍ୟୁବରୁ? ନାଇଁ ସେମିତି କଥା କିଛି ନାହିଁ। ସେଇ ବଡ଼ ପର୍ଦ୍ଦା ବା ପ୍ରଥମ ତ ନାଟକ ଯାହା ବି ଯେମିତି ସିରିଏଲ୍ ଫିରିଏଲ୍ କରୁଥିଲି, ସେଇଥିରୁ ତ ଧୀରେ ଧୀରେ ଆସିବାର ତ ଏଇ ୟୁଟ୍ୟୁବରେ ବେଶୀ ମୋତେ ଚିହ୍ନିଲେ। କିନ୍ତୁ ସେଥିରେ ଯାହା ଯେତିକି ଚିହ୍ନିଥିଲେ ୟୁଟ୍ୟୁବରେ ବେଶୀ ଚିହ୍ନିଲେ। ଆଉ ନାଲି ଆମ୍ବଟା ବେଶୀ ହେଇଗଲା ଆଉ। ଏବେ ଦର୍ଶକମାନେ ଏବେ ଫିଲ୍ମ ଦେଖୁନାହାନ୍ତି ଆଉ, ଏ ୟୁଟ୍ୟୁବରେ ଯେଉଁ କମେଡ଼ି ଆପଣ କରୁଛନ୍ତି ସେଗୁଡ଼ାକ ଦେଖୁଛନ୍ତି, କିନ୍ତୁ ଫିଲ୍ମ ଗୁଡ଼ାକ ଧୀରେ ଧୀରେ ଦର୍ଶକଙ୍କ ମନରୁ ଆଉଟ୍ ହେଇଗଲାଣି, କ'ଣ କହିବେ? ନା, ଚଳଚ୍ଚିତ୍ର ଲୋକଙ୍କ ମନରୁ କେବେ ଯିବନି। ଏଇଟା ମୁଁ କାହିଁ କହୁଛି, ଚଳଚ୍ଚିତ୍ର ଦେଖିବା ପାଇଁ ଲୋକମାନେ ଗୋଟେ ଅଭିମାନ ରହିଯାଇଛି। ସେ କହୁଛନ୍ତି ସେଇଭଳିଆ ଗୋଟେ କ୍ୟାରେକ୍ଟର ଆସୁ ବା ସେଇଭଳିଆ ଗୋଟେ ଚରିତ୍ର ଆସୁ ବା ସେଇଭଳିଆ ଗୋଟେ ଚଳଚ୍ଚିତ୍ରଟେ ଆସୁ ଓଡ଼ିଶାବାସୀ ଆମେ ଦେଖିବୁ। ଏବେ ବି ଅଲଗା ଚଳଚ୍ଚିତ୍ର ପଡ଼ୁଛି ଲୋକ ଦେଖୁଛନ୍ତି। ସେଇ ଟାଇପ୍ର ଓଡ଼ିଆର ଡାଇରେକ୍ଟର ପ୍ରଡ୍ୟୁସର ଯେତେବେଳେ କଳାକାର ଏକାଠି ହେଇଯିବେ, ଯେତେବେଳେ ଷ୍ଟୋରି ଗୋଟେ କାହାଣୀ ଯେତେବେଳେ ମେନ୍ ହେଇଯିବ ଖୁଣ୍ଟ, ସେତେବେଳେ ଲୋକ ଦେଖିବେ। କିନ୍ତୁ ଏବେ ବି ଦେଖୁଛନ୍ତି ଚଳଚ୍ଚିତ୍ର, କିନ୍ତୁ ସତ କଥା ଆଗ ଭଳି ହେଇନି। କିନ୍ତୁ ପ୍ରୟାସ ଜାରି ରହିଛି। କାରଣ ଚଳଚ୍ଚିତ୍ର କ'ଣ ବୁଡ଼ିଗଲେ ତ ସବୁ କଳାକାର ମରିଯିବେ ବା ଦର୍ଶକ ବନ୍ଧୁମାନେ ସେ ସୁଯୋଗ ପାଇବେନି। ନିଶ୍ଚିନ୍ତ ହିସାବରେ ଆଗକୁ ବଢ଼ିବା ପାଇଁ ଆଉ କଳାକାର ଭାଇ ଭଉଣୀମାନେ ଆଉ ଅଲଗା ଡାଇରେକ୍ଟର ଟେକ୍ନିସିଆନ୍ ମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ଭଲ ସୁନ୍ଦର ସୁନ୍ଦର ଚଳଚ୍ଚିତ୍ର ଓଡ଼ିଶାକୁ ଆସିବ। କିନ୍ତୁ ମୋର କହିବା କଥା ହେଉଛି ୟୁଟ୍ୟୁବଟା କାହିଁକି ବେଶୀ ଆଦୃତ ହେଉଛି ନା, ଏଇଟା ହେଉଛି ଗୋଟେ ଡିଜିଟାଲ୍ ଫର୍ମାଟ୍। ଏଇଟା ମୋବାଇଲରେ ଇଜିରେ ଆମେ ଦେଖିପାରୁଛୁ। ତା ଦେହରେ କିଛି ନାହିଁ, ଯେଉଁ 200-300 ରିଚାର୍ଜ କଲୁ ତାର ଦେହରେ ୟୁଟ୍ୟୁବଟା ଦେଖିଦେଲୁ। ମେନ୍ କଥା ହେଉଛି ଲୋକ କ'ଣ ଦେଖିବେ ନା, ରାଜନୀତିଟା ଦେଖିବେ। ରାଜନୀତି ପରେ ପରେ କଳାକାର ସବୁ ଦେଖିବେ। କଳାକାର ହିରୋମାନଙ୍କୁ ତ ଦେଖୁଛନ୍ତି ଟିଭିରେ ବା ପର୍ଦ୍ଦାରେ ଯେଉଁଠି ଯାହା ଦେଖିଲେ। କମେଡ଼ିଟା ତ ଚଳଚ୍ଚିତ୍ରରେ ନାହିଁ କି ସିରିଏଲରେ ବି କମେଡ଼ି ଟୋଟାଲ୍ ନାହିଁ। ତାହେଲେ କମେଡ଼ିଟା ଦେଖିବେ କାହିଁକି? ସେଇଥିପାଇଁ ୟୁଟ୍ୟୁବଟା ଆଦୃତ ହେଇଗଲା। କମେଡ଼ିର ସ୍ଥାନ ହିଁ ୟୁଟ୍ୟୁବ। ଆଉ କମେଡ଼ି ମାନେ ସେଇମାନେ, ମୁଁ ଯାହା ବି ମୁଁ ଖୁଲମଖୁଲା ଅଭିନୟ କରୁଛି କେବଳ ୟୁଟ୍ୟୁବରେ କରୁଛି ନା। ଚଳଚ୍ଚିତ୍ରରେ ମୋର କାହିଁ ଚରିତ୍ର କି ସିରିଏଲରେ ଦେଲେ ଖାଲି ସେଇ ଭାଇ ବୋହୂ ଅମକ ଏଇ ଘର କରଣା ଜିନିଷ ଦେଖିବା, ତାର କମେଡ଼ି କେଉଁଠି ଆସିଲା? କମେଡ଼ି ଗୋଟିଏ ହେଇଥିଲା ତରଙ୍ଗରେ ଫୁଲ୍ ଗଡ଼ବଡ଼। ସେଇ ଟାଇପ୍ର ଆସିଲେ କଳାକାରମାନେ ଖେଳିପାରିବେ, କମେଡ଼ି କଳାକାରମାନେ। ମଝିରେ ଜ୍ଞାନକୁ ନେଇକି ଗୋଟେ ବିବାଦ ସୃଷ୍ଟି ହେଇଥିଲା ଯେ ଯେଉଁ ନର୍ସମାନେ ରହିଥିଲେ, ନର୍ସଙ୍କୁ ଆପଣ ଗୋଟେ ମନ୍ତବ୍ୟ ଦେଇଥିଲେ ଯେଉଁଟାକି ନର୍ସମାନେ ବି ଆପଣଙ୍କୁ ଆଟାକ୍ କରିଥିଲେ। ସେ ଯେଉଁ ମାନେ ସମୟଟା କେମିତି ଥିଲା, କାହିଁକି ଆପଣଙ୍କ ଗୋଟେ ଇଚ୍ଛା ହେଲା ନର୍ସକୁ ଏମିତି କହିଲେ, ସେମାନେ ଗୋଟେ ବିବାଦ ସୃଷ୍ଟି କରିଥିଲେ? ସେମିତି କିଛି ନାହିଁ। ମୋ ତ ସେ ଗୋଟେ ପାଟିରୁ କୌଣସି ଏକ ୱାର୍ଡ଼ ଝଗଡ଼ା ହେଲାବେଳେ ଯେମିତି ସ୍ଲାଙ୍ଗସ୍ ବାହାରି ପଡ଼େ, ସେମିତି ମୋର କହିବା କଥା ସେଇଟା ନୁହଁ। ଯେତେବେଳେ ସେମାନେ ମୋତେ ପଚାରିଲେ ଯେ ଏମିତି ଏମିତି କଥା କି ଚଳଚ୍ଚିତ୍ର ଜଗତର କ'ଣ ଏମିତି ହେଉଛି, ସେ ଯେତେବେଳେ କଥାଟି କହିଲେ ସେ କଥାରୁ ମୁଁ ଯେତେବେଳେ ରିଆକ୍ଟ କରିଗଲି, ମୋର ସେଇ କଥାରୁ ଅଲଗା କଥାଟା ବାହାରି ପଡ଼ିଲା। ସେଇଟା ଆକ୍ଚୁଆଲି ନୁହଁ। ଆମେ ଯେହେତୁ କଳାକାର, ସମସ୍ତେ ଆମର ମା ଭଉଣୀ, ସମସ୍ତଙ୍କୁ ଆମେ ସମ୍ମାନ ଦେବା ବା ଆମଠୁ କିଛି ଲୋକ ଶିଖିବା ଦରକାର। ସେଥିପାଇଁ ଆମେ ହେଉଛୁ କଳାକାର। ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରିଛି ଏବଂ ସେଇଟା ମୋର ଠିକ୍ ନୁହଁ। ମୁଁ ସେ କହିବାଟା ଠିକ୍ ନୁହଁ। କିନ୍ତୁ ଏତିକି ମୁଁ କହିବି, ଯେତେବେଳେ ଆମେ କମେଡ଼ି କଳାକାର ଯେତେବେଳେ କ'ଣ ଗୋଟେ କହିଦେଉଛୁ ସେଇଟାକୁ ଆମକୁ କ୍ଷମା କରିବେ। ଯେତେବେଳେ ବି ହେଉଛି ଆମେ ବି ସେଇଟା ଗ୍ରହଣ କରିବୁ। କାହିଁକିନା ଆମେ କେତେବେଳେ କ'ଣ କହି କାହାକୁ ଗୋଟେ କ'ଣ କହିଲା ଭିତରେ ପାଟିରୁ ବାହାରି ପଡ଼ୁଛି। ସେଇଟା କିନ୍ତୁ ମୋର ସେଇଟା ଉଦ୍ଦେଶ୍ୟ ନଥିଲା, କିନ୍ତୁ କହୁ କହୁ କହିଦେଇଥିଲି ଆଉ। ଲୋକ କିନ୍ତୁ ଆଗଠାରୁ ଗ୍ରହଣ କଲେନି, ମାନେ ଲୋକ ଅଲଗା ପ୍ରକାର ନେଲେ ସେଇ କଥାଟାକୁ, ଯେଉଁଥିପାଇଁ କି ବହୁତ ବଡ଼ ବିବାଦ ଗୋଟେ ହଁ ସୃଷ୍ଟି ହଁ ହେଇଥିଲା। ହଁ ନାଇଁ ନାଇଁ, ସେଇଟା ଠିକ୍ ନଥିଲା। ସେଇଟା କାହିଁକି ନା ଶୁଣନ୍ତୁ, ମୋତେ କିଏ ଗୋଟେ କ'ଣ କହିଦେବ, ମୁଁ ସେଥିରେ ରାଗିକିରି ଗୋଟେ କଥା କହିଦେବା, ସେଇଟା ପୁଣି ଅଲଗା ଲୋକ ମୋତେ କହିଦେବେ, ଠିକ୍ ଅଛି। କିନ୍ତୁ ମୁଁ କହିବାଟା ସେଇଟା ଠିକ୍ ନୁହଁ। ମୁଁ ପରେ ଭାବିଲି ଏବଂ ତାକୁ ବି ମୁଁ କ୍ଷମା ମାଗିଲି।
ଯାହା ବି ହଉ ଲୋକମାନେ ଅଛନ୍ତି ମୋ ସାଙ୍ଗରେ ଅଛନ୍ତି ରହିବେ ସେତେବେଳେ ଏମିତି ଭଲ ମନ୍ଦ ଲାଗି ରହିଛି ସେଇ ସମୟଟା ଟିକେ ଅସୁବିଧା ସମୟ ଥିଲା ସୁଧୁରିଗଲା ଭଲ କିଛି ଅସୁବିଧା ନାହିଁ ଏବେ 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 ବି କ'ଣ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଚାଲିଛି ଯେଉଁଟା ଆଗରୁ ଚାଲିଥିଲା? ନା ଏବେ ଦେଖନ୍ତୁ ଗୋଟେ କଥା ହେଉଛି ସେମିତି କିଛି ନାହିଁ ଯେତେବେଳେ ଯିଏ ଯାହାର ଗୋଟେ ମନ ପସନ୍ଦ ହେଲା ସେଇଟା ଗୋଟେ କଥା ଅଲଗା କିନ୍ତୁ କିଛି ନାହିଁ ସବୁ ଜାଗାରେ କ'ଣ କ'ଣ ଚାଲିଛି କ'ଣ ନାହିଁ କିନ୍ତୁ ଆମ କଳା ଲାଇନରେ କିଛି ସେମିତି କଳାକାର ଅଛନ୍ତି କଳା ଭଉଣୀମାନେ ଅଛନ୍ତି କଳାକାର ଭଉଣୀମାନେ ଅଛନ୍ତି ଯାହାକି ଆଜି ସେ ଜାଗା ଅଛି ଆଉ ଏଇ କଳା ଆଦୃତ ପାଇଁ ଲୋକମାନେ କିଛି ଅନେଇଛନ୍ତି ଆମକୁ ଆଉ ସେମିତି ଭଲ ମନ୍ଦ କେଉଁଠି ରହୁଛି ଉଣା ଅଧିକା ସେଇଟା ଆମ ଗୋଚର ଭିତରେ ନାହିଁ ନା ଏବେ ବି କିଛି ଦିନ ତଳେ ଗୋଟେ ନ୍ୟୁଜ୍ ଭାଇରାଲ ହେଇଥିଲା କି ନାଇଁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ପୁଣି ଆଉଥରେ ଆରମ୍ଭ ହେଲାଣି। ନାଇଁ ନାଇଁ ସେମିତି କଲେ ଆମ ଜାଗାଟା ନଷ୍ଟ ହେଇଯିବ ସେମିତି ବି ଯଦି ବି ହେଉଛି ମୁଁ ବି ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି ଭଲ ଭଲ କଥା ଆମେ ଦେଖେଇବା କୌଣସି ମନ୍ଦ ମନ୍ଦ ଛୋଟିଆ ଛୋଟିଆ କଥା ହେଉଛି ସେଟାକୁ ଆମେ ଆଗକୁ ଆଣିବାନି ଏଇଟା ହେଉଛି ମୋର ଉଦ୍ଦେଶ୍ୟ। ଜୟ ଜଗନ୍ନାଥ ଯାହା ବି ହଉ ପ୍ରାଇମ୍ ଓଡ଼ିଶାକୁ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବେ ନିଶ୍ଚିନ୍ତ ହିସାବରେ ନାଲି ଆମ୍ବ ରହିଛି ରହିବ ଏବଂ ତାର ହସ ଦେଖେଇବ ଏବଂ ଆପଣ ଯଦି ନାଲି ଆମ୍ବଠୁ କିଛି ହସ ବା ଖୋରାକ ପାଉଛନ୍ତି ତାଠୁ ବଡ଼ କଥା କିଛି ନାହିଁ ମୁଁ ଧନ୍ୟବାଦ ସେଥିପାଇଁ ନିଜକୁ ଧନ୍ୟ ମନେ କରୁଛି ଆଉ ଏତିକି କହିବି ଯଦି ହୃଦୟରୁ ଭଲ ପାଉଛନ୍ତି ତାହେଲେ ପ୍ରାଇମ୍ ଓଡ଼ିଶାକୁ ଟିକେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବେ ବହୁ ମାତ୍ରାରେ ଦେଖିବେ ନମସ୍କାର। ଏ ନାଲି ଆମ୍ବ ଏଇ ଦେଖିଲ ମୁଁ ତ ଯାଉଥିଲି ସରିଯାଇଥିଲା ପୁଣି ନାଲି ଆମ୍ବ ଚିଡ଼େଇଲ ପୁଣି ପୁଣି ପୂର୍ବ କଥା ମନେ ପକେଇଲ ତେବେ ଯାହା ବି ହଉ ଲୋକଙ୍କୁ ଚିଡ଼ିବା ପାଇଁ ଆଜ୍ଞା ଏଇଟା ଖରାପ ଅର୍ଥରେ ନେବେନି ଭାଇ ମୋର ଗେଲରେ କହିଛି ସମସ୍ତେ ବି ଗେଲରେ କୁହନ୍ତୁ ଏତିକି କହୁଛି କିନ୍ତୁ ସ୍ଥାନ କାଳ ପାତ୍ର ଦେଖିକିରି କହିବେ ନାଲି ଆମ୍ବ କିନ୍ତୁ ମୋତେ କହିଦେଲେ ଚଳିଯିବ ଅଲଗା ପିଲା କହିଲେ ମାଡ଼ ଖାଇଯିବେ ତେବେ ଅଶେଷ ଅଶେଷ ଧନ୍ୟବାଦ ଧନ୍ୟବାଦ।